ଶାସ୍ତ୍ରରେ ମାନ୍ୟତା ଅଛି କି ପ୍ରତ୍ୟେକ ଘରର ସ୍ତ୍ରୀ ଲକ୍ଷ୍ମୀ ହୋଇଥାନ୍ତି। ଯେଉଁ ଘରେ ସୁଖ ସମୃଦ୍ଧି ଥାଏ ସେହି ଘରେ ସବୁବେଳେ ମାତା ଲକ୍ଷ୍ମୀ ବାସ କରିଥାନ୍ତି। ଆଉ ଆପଣଙ୍କ ଘରେ ପଇସା ଆସୁଛି କିନ୍ତୁ କୌଣସି ନା କୌଣସି ବାଟରେ ଟଙ୍କା ଚାଲି ଯାଉଛି। ଯେଉଁ ଅଭାବକୁ ସେହି ଅଭାବ ଲାଗି ରହୁଛି। ଏଥିପାଇଁ ଆପଣ ଏହି ଉପାୟଟିକୁ ନିହାତି କରନ୍ତୁ। ଆଉ ଏହି ଉପାୟଟି ଏତେ ଚମତ୍କାର ହୋଇଥାଏ ଯେ କେବେ ବି ଆଉ ଆପଣ ପଇସା ପାଇଁ ଅନ୍ୟମାନଙ୍କ ପାଖରେ ହାତ ପତେଇବାକୁ ପଡ଼ିବ ନାହିଁ। କରଜ ଧାର କରିବେ ନାହିଁ। ଯଦି ଆପଣଙ୍କ ଘରେ ବାସ୍ତୁ ଦୋଷ ଆସିଥାଏ ତ ଘରର ସବୁ କାମ ବିଗିଡ଼ି ଯାଇଥାଏ। ଏହା ସହ ପଇସାର ଅଭାବ ସବୁବେଳେ ଆପଣଙ୍କୁ ଲାଗି ରହିଥାଏ। ପଇସା ଆସିଥାଏ କିନ୍ତୁ ପାଣି ଭଳି ଖର୍ଚ୍ଚ ହୋଇଯାଇଥାଏ। ଏଥିପାଇଁ ଆମେ ଆମ ଘରର ଛୋଟିଆ ଛୋଟିଆ କଥାର ସବୁବେଳେ ଧ୍ୟାନ ଦେବା ଉଚିତ। ଆଜି ଆମେ ଆପଣଙ୍କୁ ଜଣାଇବୁ କି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ବିଷୟରେ କିଛି ମହତ୍ତ୍ୱପୂର୍ଣ୍ଣ କଥା। ଆପଣଙ୍କ ଘରର ମେନ୍ ଗେଟ୍ ପାଖରେ କୌଣସି ବି ଗଛ କିମ୍ବା ଖମ୍ବ ରହିବା ଉଚିତ ନୁହେଁ। ଏହାର ଛାଇ ଆପଣଙ୍କ ଘରେ ପଡ଼ିଲେ ଆପଣଙ୍କର ଘର ଅଶୁଭ ପ୍ରଭାବ ପଡ଼ିଥାଏ। ଆପଣ ଆପଣଙ୍କର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନଟିଏ ନିଶ୍ଚୟ ବନାନ୍ତୁ। ଆପଣଙ୍କ ମୁଖ୍ୟ ଦ୍ୱାରର କବାଟରେ ସ୍ୱସ୍ତିକ ଚିହ୍ନ ସବୁଦିନ ପାଇଁ ବନାଇ ରଖନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଘରେ ନକାରାତ୍ମକ ଊର୍ଜାର ଅଶୁଭ ପ୍ରଭାବ ପଡ଼ିପାରେ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ କମ୍ କରିବା ପାଇଁ ଆପଣଙ୍କ ଘରର ଆଖପାଖରେ ବା ଆପଣଙ୍କ ଘରର ଅଗଣାରେ ତୁଳସୀ ଗଛ ରହିବା ନିହାତି ଆବଶ୍ୟକ। ଏହି କଥାର ସବୁବେଳେ ଧ୍ୟାନ ରଖିବେ କି ତୁଳସୀ ଗଛ କେବେ ଯେମିତି ଶୁଖି ନ ଯାଏ। ଏବେ ଆମେ ଆପଣଙ୍କୁ ବତାଇବୁ କି ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ କେଉଁ ଦିଗ ହେବା ଉଚିତ। ଏହା ବହୁତ ଇମ୍ପୋର୍ଟାଣ୍ଟ ଅଟେ। ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ଦକ୍ଷିଣ ଦିଗକୁ ରହିଥାଏ ତେବେ ଏହା ବହୁତ ହାନିକାରକ ହୋଇଥାଏ। ଯଦି ଆପଣ ଭଡ଼ା ଘରେ ରହୁଛନ୍ତି ଆଉ ସେହି ଘରର ପ୍ରବେଶ ଦ୍ୱାର ଦକ୍ଷିଣ ଦିଗକୁ ତେବେ ତୁରନ୍ତ ଆପଣ ସେହି ଘର ବଦଳାଇ ଦେବା ଉଚିତ। ଆଉ ଏହା ଯଦି ସମ୍ଭବ ନୁହେଁ ତେବେ ତୁରନ୍ତ ଆପଣ ଆପଣଙ୍କର ପ୍ରବେଶ ଦ୍ୱାରରେ ପଞ୍ଚମୁଖୀ ହନୁମାନଙ୍କ ଫଟୋ ଲଗାଇ ଦିଅନ୍ତୁ ଏବଂ ଧ୍ୟାନ ଦେବେ ଘରର ମୁଖ୍ୟ ଦ୍ୱାରର କବାଟ ଦୁଇ ପଟୁ ଖୋଲିବା ଉଚିତ। ଏହା ଦ୍ୱାରା ଆପଣଙ୍କର ଆର୍ଥିକ ସ୍ଥିତିର ଅଧିକ ପ୍ରଭାବ ପଡ଼ିଥାଏ। ଆପଣଙ୍କ ଘରର ମେନ୍ ଗେଟ୍ ଭିତର ପଟୁ ଖୋଲିବା ଉଚିତ କିନ୍ତୁ ଯଦି ଆପଣଙ୍କ ଘରର ମେନ୍ ଗେଟ୍ ବାହାର ପଟକୁ ଖୋଲିଥାଏ ଠିକ୍ ସେହିପରି ଆପଣଙ୍କ ଘରର ସୁଖ ସମୃଦ୍ଧି ବି ବାହାରକୁ ଚାଲି ଯାଇଥାଏ। ଯଦି ଆପଣଙ୍କ ଘରେ କୌଣସି ଜିନିଷ ବ୍ୟବହୃତ ହେଉନାହିଁ ତ ତୁରନ୍ତ ସେହି ଜିନିଷକୁ ବାହାରେ ଫୋପାଡ଼ି ଦିଅନ୍ତୁ। ପୁରୁଣା ଝାଡ଼ୁ, କବାଡ଼ି ଜିନିଷ, ପୁରୁଣା ଜୋତା ଚପଲ ଏସବୁକୁ ଆପଣ ଆପଣଙ୍କ ଘରୁ ଜଲ୍ଦିରୁ ଜଲ୍ଦି ହଟାଇ ଦିଅନ୍ତୁ। ସ୍ପେସିଆଲି ଅମାବାସ୍ୟା ଦିନ ଆପଣଙ୍କ ଘରୁ ପୁରୁଣା ଜିନିଷ ହିଁ ହଟାଇ ଦିଅନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ଘରେ ନୂଆ ଜିନିଷର ଆଗମନ ହୋଇଥାଏ। ଏବେ ଆମେ ଆପଣଙ୍କୁ ବହୁତ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ଜଣାଇବୁ। ଆଉ ଆପଣ ସବୁବେଳେ ଧ୍ୟାନ ଦେବେ କି ଆପଣଙ୍କ ଘରେ ସବୁବେଳେ ପାଣି ବୋହିବା ଉଚିତ ନୁହେଁ। ଯଦି ଆପଣଙ୍କର ବାଥରୁମ୍ କିମ୍ବା କିଚେନ୍ ବା ବେସିନ୍ ଟ୍ୟାପ୍ ଖରାପ ହୋଇଯାଇଛି କିମ୍ବା ଏହିସବୁ ମାର୍ଗରୁ ଯଦି ଆପଣଙ୍କ ଘରେ ପାଣି ଅନବରତ ପଡ଼ୁଥାଏ ତ ତାହାକୁ ତୁରନ୍ତ ଠିକ୍ କରାଇ ଦିଅନ୍ତୁ। କାହିଁକି ନା ଏମିତି ଘରେ ପାଣି ପରି ପଇସା ବି ଚାଲି ଯାଇଥାଏ। କିଚେନ୍ ଟ୍ୟାପ୍ କିମ୍ବା ବାଥରୁମ୍ର ଟ୍ୟାପ୍ ବିଲକୁଲ ହିଁ ଠିକ୍ ହେବା ଉଚିତ ଯାହାଫଳରେ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବିରାଜମାନ ହେବେ ଯାହାକି ଆପଣଙ୍କ ଘରେ ମାତା ଲକ୍ଷ୍ମୀ ବାସ କରିପାରିବେ। ଯେମିତି କେବେ ବି ଧନକୁ ନେଇ ଆପଣ ଆଉ ଚିନ୍ତିତ ରହିବେ ନାହିଁ। ଯେପରି ଖରାପ ସମୟ ଆଉ ଆପଣ ଆଗକୁ ଦେଖିବେ ନାହିଁ। କାହା ପାଖରେ ବି ପଇସା ପାଇଁ ହାତ ପତେଇବେ ନାହିଁ। ସେଥିପାଇଁ କିଛି ପାୱାରଫୁଲ୍ ଉପାୟ ଅଛି ଯାହାକୁ ଆମେ ଆପଣଙ୍କୁ ଏବେ ଜଣାଇବୁ। ଆଉ ଯଦି ଆପଣ ଏହି ପାୱାରଫୁଲ୍ ଉପାୟଟିକୁ ଆପଣଙ୍କ ଜୀବନରେ କରିଦେଉଛନ୍ତି ତ ଆପଣ ନିଜେ ଦେଖିବେ କି ଆପଣଙ୍କ ଘରେ ସପ୍ତାହକ ଭିତରେ ହିଁ ସବୁ ସମସ୍ୟା କିପରି ଗୋଟିଏ ଚୁଟକିରେ ଦୌଡ଼ିବାକୁ ଲାଗିବ ଦୂରକୁ। ଆପଣଙ୍କ ଘରକୁ ଧନର ଆଗମନ ହେବାର ସବୁ ରାସ୍ତା ଖୋଲିଯିବ। ଆପଣଙ୍କର କରଜ ଧୀରେ ଧୀରେ ସମାପ୍ତ ହେବାକୁ ଲାଗିବ। ଏବେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା ଆପଣଙ୍କ ଘରର ମୁଖ୍ୟ ଦ୍ୱାରର କବାଟ ପାଖରେ ଡୋର୍ ସ୍କ୍ରିନ୍ ଏବଂ ପାପୋଛା ରଖିବା ନିହାତି ଆବଶ୍ୟକ। କାରଣ ଏହା ଆପଣଙ୍କର ସବୁ ପ୍ରକାର ବାସ୍ତୁ ଦୋଷ ସମସ୍ୟାର ସମାଧାନ ହୋଇଥାଏ। ଅନେକ ଲୋକ ତାଙ୍କ ମୁଖ୍ୟ ଦ୍ୱାରରେ ଡୋର୍ ସ୍କ୍ରିନ୍ ଲଗାନ୍ତି ନାହିଁ କିନ୍ତୁ ଏହା ବିଲକୁଲ ଭୁଲ ଅଟେ। ଆପଣମାନେ ଦେଖିଥିବେ ଅନେକ ବ୍ୟକ୍ତି ବର୍ଷ ବର୍ଷ ଧରି ଗୋଟିଏ ଡୋର୍ ସ୍କ୍ରିନ୍ ବା ଗୋଟିଏ ପାପୋଛାକୁ ହିଁ ୟୁଜ୍ କରିଥାନ୍ତି, ଚେଞ୍ଜ କରିନଥାନ୍ତି। ଏମିତି ଆଦୌ କରନ୍ତୁ ନାହିଁ। ଘରର ପାପୋଛାକୁ ଦରିଦ୍ରତାର ପ୍ରତୀକ ମନାଯାଏ। ଘରର ପାପୋଛାକୁ ଦରିଦ୍ରତା ବନାଇକି ରଖନ୍ତୁ ନାହିଁ। ପାପୋଛା ସମୟ ସମୟ ଚେଞ୍ଜ କରାନ୍ତୁ। ଏବେ ଆସନ୍ତୁ ଜାଣିବା ଉପାୟଟି ବିଷୟରେ।
ଘରର ମୁଖ୍ୟ ଦ୍ୱାର ପାଖରେ ଯେଉଁ ପାପୋଛା ଥାଏ ସେହି ପାପୋଛା ତଳେ ଆପଣ ଗୋଟିଏ ଛୋଟିଆ ଫିଟକିରିଟିଏ ଜରୁର ରଖନ୍ତୁ। ଆପଣଙ୍କର ପାପୋଛା ତଳେ ଫିଟକିରି ରଖିଲେ ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କର ତୁରନ୍ତରୁ ତୁରନ୍ତ ବାସ ହୋଇଥାଏ। ମାତା ଲକ୍ଷ୍ମୀ ସବୁବେଳେ ସେହି ବ୍ୟକ୍ତିଙ୍କ ଉପରେ ଖୁସି ହେବେ ଯେଉଁ ବ୍ୟକ୍ତି ଆଜିର ଏହି ଭିଡିଓଟିକୁ ଗୋଟିଏ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବେ, କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖିବେ। ତାଙ୍କ ଉପରେ ମାତା ଲକ୍ଷ୍ମୀ ଧନର ବର୍ଷା ଆରମ୍ଭ କରିଦେବେ। ଆଉ ଏହି ଫିଟିକିରିକୁ କିପରି ରଖିବେ ଆସନ୍ତୁ ଜାଣିବା। ବଜାରରୁ ଆପଣ 50 ଗ୍ରାମ ଫିଟିକିରି ଆଣିବେ। ସେହି ଫିଟିକିରିକୁ ଆପଣ ଭଲ ଭାବରେ ପେଷି ଦେବେ। ତାପରେ ଗୋଟିଏ ଧଳା ରଙ୍ଗର କଟନ କପଡ଼ାରେ ସେହି ପେଷା ହୋଇଥିବା ପାଉଡରକୁ ରଖିଦେବେ। ସେହି କପଡ଼ାକୁ ଆପଣ ଗୋଟିଏ ପୋଟଳଟିଏ ବନାଇ ଆପଣଙ୍କ ଘରର ମୁଖ୍ୟ ଦ୍ୱାରର ପାପୋଛା ତଳର ମଝିରେ ହିଁ ରଖିବେ ଏବଂ ଆପଣଙ୍କ ଘର ସଫା ହେବା ସମୟରେ ବା ଆପଣ ଯେତେବେଳେ ଆପଣଙ୍କର ଘର ଝାଡୁ କରୁଛନ୍ତି ସେହି ସମୟରେ ପୋଟଳୀକୁ ଆପଣ ପୋଛା ତଳୁ ପାପୋଛା ତଳୁ କାଢି ଦିଅନ୍ତୁ। ଆପଣଙ୍କ ଘରର ସଫା କରି ସାରିବା ପରେ ପୁଣି ଥରେ ସେହିପରି ସେହି ପୋଟଳୀକୁ ଆପଣଙ୍କର ପାପୋଛା ମଝିରେ ରଖିଦେବେ। ଏହା କରିବା ଦ୍ୱାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ମାତା ଲକ୍ଷ୍ମୀ ଆପଣଙ୍କର ଘରେ ପ୍ରବେଶ କରିବେ। ଆପଣଙ୍କ ଘରେ ପଇସାର କେବେ ବି ଆଉ କମି ହେବ ନାହିଁ। ଆପଣଙ୍କର ଭାଗ୍ୟ ଆପଣଙ୍କର ସାଥ ଦେବାକୁ ଲାଗିବ ଏବଂ ଆପଣ ଚାହିଁଲେ ଫିଟିକିରିର ଗୋଟିଏ ଖଣ୍ଡ ଆପଣଙ୍କର ଗୋଟିଏ କପଡ଼ାରେ ବାନ୍ଧି କିମ୍ବା ଗୋଟିଏ ଗିନାରେ ରଖି ଆପଣଙ୍କର ବାଥରୁମରେ ରଖିପାରିବେ। ଏହା ସହ ଆପଣ ଏହି କଥାକୁ ଧ୍ୟାନ ରଖିବେ ଆପଣ ପ୍ରତ୍ୟେକ ମାସରେ ଥରେ ଏହି ଫିଟିକିରିକୁ ବଦଳାଇ ଦେବେ, ପୁଣି ଥରେ ନୂଆ କରି ଫିଟିକିରି ରଖିବେ। କିନ୍ତୁ ଧ୍ୟାନ ଦେବେ ପୁଣି ଥରେ ଯେଉଁ ଫିଟିକିରି ରଖିବେ ସେହି ଜାଗାରେ ରଖିବେ ନାହିଁ, ଅନ୍ୟ ଜାଗାରେ ରଖିବେ। ଆପଣ ଚାହିଁଲେ ବାଥରୁମର ପାପୋଛା ତଳେ ବି ଆପଣ ଫିଟିକିରି ରଖିପାରିବେ। ଏହାକୁ ବି ଆପଣ ପ୍ରତି ମାସରେ ଥରେ ବଦଳାଇବେ। ଯଦି ଆପଣଙ୍କ ପରିବାରରେ ଲଗାତାର ଝଗଡ଼ା ଲାଗି ରହୁଛି ତ ପଲଙ୍କ ତଳେ ଗୋଟିଏ ଫିଟିକିରି ଖଣ୍ଡ ଆପଣ ଜରୁର ରଖନ୍ତୁ ଏବଂ ସକାଳୁ ଉଠି ଆପଣଙ୍କର ଗୁରୁମନ୍ତ୍ର କିମ୍ବା ଇଷ୍ଟଦେବଙ୍କ ନାମ ନେଇ ସେହି ଫିଟିକିରିକୁ ଖଣ୍ଡକୁ ନେଇ ରୋଡ ଉପରେ ଫୋପାଡ଼ି ଦିଅନ୍ତୁ। ଏହାପରେ ଆପଣ ନିଜେ ଦେଖିବେ କି ଆପଣଙ୍କ ଘରେ କେଉଁ ପ୍ରକାର ଶାନ୍ତି ପୁଣି ଥରେ ଫେରିକି ଆସିବ। ଝଗଡ଼ା ଝାଣ୍ଟିରୁ ବି ଆପଣଙ୍କର ସମାପ୍ତ ହୋଇଯିବ। ଆଉ ଗୋଟିଏ ଜିନିଷ ଆପଣ ସବୁଦିନେ ରାତିରେ ଆପଣଙ୍କର ଦାନ୍ତକୁ ଫିଟିକିରିରେ ସଫା କରନ୍ତୁ। ରାତିରେ ଆପଣ ଶୋଇବା ପୂର୍ବରୁ ଫିଟିକିରିରେ ଦାନ୍ତ ଘଷି ଶୁଅନ୍ତୁ। ଏହା ଦ୍ୱାରା ଆପଣଙ୍କ ଘରେ ସବୁବେଳେ ଧନର ବୃଦ୍ଧି ହେବ। ଧନ ପ୍ରାପ୍ତିର ମାର୍ଗ ସବୁବେଳ ପାଇଁ ଖୋଲା ରହିବ। କେବେ ବି ଆପଣଙ୍କୁ କୌଣସି ବ୍ୟକ୍ତିଙ୍କ ସାମ୍ନାରେ ହାତ ପକେଇବାର ଆବଶ୍ୟକତା ପଡ଼ିବ ନାହିଁ। ନବରାତ୍ରି ଦିନରେ ଫିଟିକିରିରେ ଯେବେ ସ୍ନାନ କରିବେ ତ ଏହା ଦ୍ୱାରା ଆପଣଙ୍କୁ ଘରର ସବୁ କଷ୍ଟ ନଷ୍ଟ ହୋଇଥାଏ। କରଜରୁ ମୁକ୍ତି ଆପଣଙ୍କୁ ଧୀରେ ଧୀରେ ମିଳିଯିବ। ଧନର ବ୍ୟାପାରରେ ବୃଦ୍ଧି ହେବ। ଯଦି ଆପଣଙ୍କ ପିଲା ରାତିରେ ଖରାପ ସ୍ୱପ୍ନ ଦେଖୁଥାଏ ତ ଗୋଟିଏ ଫିଟିକିରି ଖଣ୍ଡ ଆପଣଙ୍କ ପିଲା ରାତିରେ ଶୋଉଥିବା ତକିଆ ତଳେ ରଖିଦିଅନ୍ତୁ। ଏହା ଦ୍ୱାରା ବି ଖରାପ ସ୍ୱପ୍ନ ଆପଣଙ୍କ ପିଲା ଆଉ ଦେଖିବ ନାହିଁ କି ଏସବୁ ଖରାପ ସ୍ୱପ୍ନରୁ ଆପଣଙ୍କ ପିଲା ଦୂରେଇ ରହିବ। ଏହି ଉପାୟକୁ ଆପଣମାନେ ଜରୁର କରନ୍ତୁ। ଆପଣଙ୍କ ଜୀବନରେ ସବୁ କଷ୍ଟ ତୁରନ୍ତରୁ ତୁରନ୍ତ ଦୂର ହୋଇଯିବ ଏବଂ ଆମର ଏହି ଚ୍ୟାନେଲକୁ ଯଦି ଏପର୍ଯ୍ୟନ୍ତ ଆପଣମାନେ ସବସ୍କ୍ରାଇବ କରିନାହାନ୍ତି ତାହେଲେ ଏବେ ହିଁ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ଯାହାଫଳରେ ଆମର ଏହିଭଳି ଶିକ୍ଷଣୀୟ ଭିଡ଼ିଓ ସର୍ବପ୍ରଥମେ ଆପଣଙ୍କ ପାଖରେ ଯାଇ ପହଞ୍ଚିବ। ଆପଣମାନେ ଏହି ଭିଡ଼ିଓର ଦେଖିବା ସୁଯୋଗ ପାଇପାରିବେ। ତ ଆଶା କରୁଛି ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଲେଖିବାକୁ ଜମାରୁ ବି ଭୁଲନ୍ତୁ ନାହିଁ।